ମହୁମାଛି ପୁରା ବାହାରିକି ମହୁମାଛି ଆକ୍ରମଣ ହେଇକି ଆମେ ସୋର ମେଡ଼ିକାଲରେ ଭର୍ତ୍ତି ହେଇଛୁ। କେତେଟା ଆକ୍ରମଣ ହେଇଛି ତମକୁ? 7-8 ଜଣ ଭିତରେ ଆକ୍ରମଣ ହେଇଛୁ। ତମକୁ କେତେ ନାଇଁ କ'ଣ ହେଇଥିଲା ତମର? ଆଜି ଦ୍ୱିପରେ ପ୍ରତୀଶ ସାର୍ଙ୍କ ଘର ଚୋରା ପ୍ରତିଷ୍ଠା ଥିଲା, ଯାଇଥିଲେ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ। ସେଠି ମହୁମାଛି ପୁରା ବାହାରିକି ମହୁମାଛି ଆକ୍ରମଣ ହେଇକି ଆମେ ସୋର ମେଡ଼ିକାଲରେ ଭର୍ତ୍ତି ହେଇଛୁ। କେତେଟା ଆକ୍ରମଣ ହେଇଛି ତମକୁ? 7-8 ଜଣ ଭିତରେ ଆକ୍ରମଣ ହେଇଛୁ। ତମକୁ କେତେଟା ଆକ୍ରମଣ କଲେ? ପାଖାପାଖି 7-8ଟା ତ ମାରିଛି ଆଉ। କେବଳ ଆଖି ଖୋଲିଛି ନା ଆଉ କ'ଣ? ଆଖି, ପିଠି, ଛାତି, ବେକ ସଣ୍ଡା ସବୁଆଡ଼େ ଆଉ। ପାଖାପାଖି କେତେ ଲୋକଙ୍କୁ ହେଇଛନ୍ତି ଆକ୍ରମଣ? ପାଖାପାଖି 100-150 ପାଖାପାଖି ଏବେ ଆଉ ଆକ୍ରମଣ ହେଇଛନ୍ତି। କେମିତି ଆସିଲ ସେଠୁ ବାହାରିକି? ଆମେ ବହୁତ କଷ୍ଟ ବାହାରିଛୁ ଆଉ ବହୁତ କଷ୍ଟ ବି ଆଜି ଆମର ଜୀବନ ଏମିତି ଦୃଶ୍ୟ ଆମେ ଦେଖିନଥିଲୁ। କଷ୍ଟ ହେଉଛି, ପେନ୍ ହେଉଛି, ବହୁତ ପେନ୍ ହେଉଛି। ସୋର ମେଡ଼ିକାଲ ଆମେ 3ଟା ଇଞ୍ଜେକ୍ସନ୍ ନେଇଛୁ, ମେଡ଼ିସିନ ପାଇଛୁ। ଆଉ ଏମିତିଆ ଦୃଶ୍ୟ ଆମେ କେବେ ଦେଖିଥିଲୁ ନା, ଫାଷ୍ଟ ଦୃଶ୍ୟ। ତମକୁ ମୋ ସାର୍ କେତେ ଆକ୍ରମଣ ହେଇଛି? ଆକ୍ରମଣ ତ ବହୁତ ଲାଗିଛି, ମୁଁ ତ କେବେ ଜାଣିଥିଲି ଏଭଳିଆ କାଟି ନାହିଁ। ଆଉ ଏବେ ଏଇ ହସ୍ପିଟାଲ ପାଖରେ ହେଲା ବୋଲିକି ଆମେ ଶୀଘ୍ର ଆସି ପହଞ୍ଚିଗଲେ। ଆଉ ଇଞ୍ଜେକ୍ସନ୍ 3ଟା ନେଇସାରିଲିଣି, ମେଡ଼ିସିନ ନେଇଛେ। ଏବେ କଥା କରୁଛି? ହଁ, କଥା ଏବେ ତ ଅଛି। ତମକୁ ଏଇଠି ଆକ୍ରମଣ ହେଲା? ମଥାକୁ ନା? ଏଇ ମଥାରେ ହେଇଛି ଆଉ। ସଡନ୍ଲି ଧରି ନେଲା, ଧରିଲା ତା କଣ୍ଟା ଭଳିଆ ସବୁ ରୁମ ତା ଭିତରେ ଥିଲା ଯେ ପୁରା ଟାଣି ସବୁ କାଟିଦେଲି। କାଟିଲା ପରେ ଟିକେ ଏବେ ଆରାମ ଟିକେ ଲାଗୁଛି। ବେଡ଼ରେ ଥିଲି, ଶୋଇଥିଲି। ଏମିତି କଥା କେଇଟି କଥା କରୁଛି? ବେକର ମାଡ଼ ହେଇଛି। କେତେଟା କାମୁଡ଼ିଛନ୍ତି ତମକୁ? 4ଟା। କୋଉଠି ଗଲୁ ପୁଣି? ଯେ ମହୁମାଛି ଆକ୍ରମଣ କରିଛନ୍ତି, ତେଣୁ ଭାଇମାନେ ସବୁ ଗୁରୁତର ହୋଇଛନ୍ତି, ସୌର ହସ୍ପିଟାଲକୁ ଆସିଛନ୍ତି। ମହୁମାଛି ଆକ୍ରମଣରେ ଗୁରୁତର ହୋଇ ସୌର ହସ୍ପିଟାଲରେ ସବୁ ଆସିଛନ୍ତି। ମୁନା ଭାଇ, ସୁଭାଷ ମଉସା, ପୃଥିବୀ ଭାଇ, ନାରାୟଣ ଭାଇ ସମସ୍ତେ।